ଆଜି ହେଉଛି 23 ଫେବୃଆରୀ ସୋମବାର ସକାଳର 22ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଭିଡ଼ିଓଟେ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲକୁ ନୂଆ କରି ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଏବଂ ପାଖରେ ଥିବା ବେଲ୍ ଆଇକନରେ କ୍ଲିକ୍ କରିନେବେ ଆଗକୁ ଏପରି ଲାଟେଷ୍ଟ ଅପଡେଟ୍ ପାଇବା ପାଇଁ। ପ୍ରଥମ ଖବର, ମଡେଲ ସାଜିଛି ଓଡ଼ିଶାର ବହୁଭାଷୀ ଶିକ୍ଷା। ଓଡ଼ିଶାର ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା MBTMLE ଦେଶରେ ଚର୍ଚ୍ଚାରେ ରହିବା ସହ ଧ୍ୟାନ ଆକର୍ଷଣ କରିଛି। ଯାହା ଭାଷା ଉପରେ ପ୍ରକାଶିତ ଭାରତ ଶିକ୍ଷା ରିପୋର୍ଟ 2025 କହିଛି, ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଜନଜାତି ଅଞ୍ଚଳରେ ଶିକ୍ଷାର ପ୍ରସାର ଏବଂ ସାକ୍ଷରତା ବୃଦ୍ଧି ପାଇଁ ସରକାର ଆପଣାଇଥିଲେ MBMLE। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଲଚିକ ଭାଷାରେ ତାଙ୍କ ପାଠ ପଢ଼ାଯିବ। ପାଠ ସହଜ ହେବ। ଆଶ୍ଚର୍ଯ୍ୟର କଥା, ଏହି କାର୍ଯ୍ୟକ୍ରମ ପରେ ଜନଜାତି ଅଞ୍ଚଳରେ ଡ୍ରପ୍ ଆଉଟ୍ ହାର କମିଛି। ଅଧାରୁ ପାଠ ଛାଡ଼ି ଦେଇଥିବା ଛାତ୍ରଛାତ୍ରୀ ପୁଣି ସ୍କୁଲକୁ ଫେରୁଛନ୍ତି। ସରକାରଙ୍କର ମଧ୍ୟ ସେହି ଉଦ୍ଦେଶ୍ୟ ଥିଲା ମାତୃଭାଷା ଭିତ୍ତିକ ଶିକ୍ଷା ଗ୍ରହଣ କରି ଆଦିବାସୀ ଶିକ୍ଷାକୁ ସୁଦୃଢ଼ କରିବା। ସେହି ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଅଭିଯୋକ୍ତକୁ ୟୁନେସ୍କୋ ପ୍ରଶଂସା କରିଛି। ଭାରତ ଶିକ୍ଷା ରିପୋର୍ଟରେ ଗୁରୁତ୍ୱାରୋପ ସ୍ୱରୂପ ଓଡ଼ିଶାରେ ପ୍ରଦାନ କରାଯାଉଥିବା ବହୁଭାଷୀ ଭିତ୍ତିକ ଶିକ୍ଷାକୁ ବି ଭୂୟସୀ ପ୍ରଶଂସା କରିଛି। ରିପୋର୍ଟରେ ଉଦାହରଣ ସ୍ୱରୂପ ଓଡ଼ିଶାର MBTMLEକୁ ମଡେଲ ଭାବରେ ଉପସ୍ଥାପିତ କରାଯାଇଛି, ଯାହାକୁ ଅନ୍ୟ ରାଜ୍ୟଗୁଡ଼ିକ ଆପଣେଇ ପାରିବେ ବୋଲି କୁହାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି, ରାଜ୍ୟରେ ଏହି ମଡେଲ ଦ୍ୱାରା ପିଲାଙ୍କ ମଧ୍ୟରେ ପାଠପଢ଼ାରେ ଆଗ୍ରହ ସହ ଉନ୍ନତି ପରିଲକ୍ଷିତ ହୋଇଛି। 2007-08 ମସିହାରୁ ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସହାୟତାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ MBLME କାର୍ଯ୍ୟକାରୀ ହେଉଛି। ପ୍ରାରମ୍ଭିକ ଶ୍ରେଣୀରେ ଏହା ପ୍ରଚଳନ କରିବାରେ ଓଡ଼ିଶା ଅଗ୍ରଣୀ ବୋଲି କୁହାଯାଇଛି। ଏହା ଭାରତର ସବୁଠାରୁ ପରିବର୍ତ୍ତନକାରୀ ବହୁଭାଷୀ ଶିକ୍ଷା ପଦକ୍ଷେପ ମଧ୍ୟରୁ ଅନ୍ୟତମ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦିଆଯାଏ। ପରେ ଓଡ଼ିଆ ଏବଂ ଇଂରାଜୀ ଭାଷାକୁ ବିଷୟ ଭାବରେ ପଢ଼ାଯାଏ। ଓଡ଼ିଶାର MBEMLE କାର୍ଯ୍ୟକ୍ରମରେ 17ଟି ଜିଲ୍ଲାର 21ଟି ଆଦିବାସୀ ଭାଷାରେ ନିଜ ମାତୃଭାଷା ଆଧାରିତ ଶିକ୍ଷା ଦିଆଯାଉଛି। ସଂହତି ପ୍ରକଳ୍ପ ମାଧ୍ୟମରେ 1485ରୁ ଅଧିକ ବିଦ୍ୟାଳୟରେ ଚାଲୁ ରହିଛି। 3364 ଜଣ ଶିକ୍ଷା ସହାୟକ ଏବଂ 231 ଜଣ ସ୍ୱତନ୍ତ୍ର ଭାଷା ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏନେଇ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବି ଦିଆଯାଉଛି। ଅଧିକ ବିଦ୍ୟାଳୟରେ ଲାଗୁ ପାଇଁ 817ଟି ଅତିରିକ୍ତ ବିଦ୍ୟାଳୟକୁ ଚିହ୍ନଟ ହୋଇଛି। ଆଗାମୀ ଦିନରେ 200 ଶିକ୍ଷକ ପଦବୀ ପୂରଣ ନେଇ ବି ଯୋଜନା ରହିଛି। ଓଡ଼ିଶାର ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ମାଲକାନଗିରି, ଗଜପତି, ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁରରେ MBTBMLE ପ୍ରଣାଳୀରେ ଶିକ୍ଷାଦାନ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାନ୍ତାଳୀ, ସଉରା, ମୁଣ୍ଡା, କୋୟା, କୁଭି, କୁଇ, କିଷାନ, ଓରାମ, ଜୁଆଙ୍ଗ ଓ ଅନ୍ୟାନ୍ୟ ଆଦି ଭାଷାରେ ଶିକ୍ଷାଦାନ କରାଯାଉଛି। ନିର୍ଦ୍ଦିଷ୍ଟ ଆଦିବାସୀ ଭାଷାରେ 90%ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକରେ ଏହା କାର୍ଯ୍ୟକାରୀ କରାଯାଉଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ଆସନ୍ତା ଏପ୍ରିଲ 1 ତାରିଖରୁ ହେବ ମତଦାତା ସୂଚୀରେ ସ୍ୱତନ୍ତ୍ର ସଂଶୋଧନ ବା SIR। ଏବେ ଜାରି ରହିଛି ମ୍ୟାପିଂ। 2002 ଓ 2025 ଭୋଟର ତାଲିକା ଅନୁସାରେ SIR ହେବ। ତେବେ SIR ପ୍ରକ୍ରିୟା ବେଳେ ଭୋଟରମାନଙ୍କୁ ଅଯଥାରେ ଆଧାର କାର୍ଡ଼ କିମ୍ବା ଅନ୍ୟ କୌଣସି କାଗଜପତ୍ର ମାଗି ହଇରାଣ କରନ୍ତୁ ନାହିଁ। ନିର୍ବାଚନ କମିଶନ କିମ୍ବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ନାହିଁ। ତେଣୁ ସେଥିରେ ନିବୃତ୍ତ ରହିବାକୁ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର ସମସ୍ତ EREO କୁ ଚିଠି ଲେଖିଛନ୍ତି। ବୁଥସ୍ତରୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ କହିଛନ୍ତି। ଯଦି ଏଥିରେ ତ୍ରୁଟି ବିଚ୍ୟୁତ ଦେଖାହେବ ତାହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ R. ଗୋପାଳଙ୍କ ସୂଚନା ଅନୁସାରେ ଓଡ଼ିଶାରେ 4ଟି ପର୍ଯ୍ୟାୟରେ ଜୁଲାଇ ମାସ ପର୍ଯ୍ୟନ୍ତ SIR ଚାଲିବ। 23 ବର୍ଷ ହେବ SIR ହୋଇ ନଥିବାରୁ ଏବେ କରାଯିବ। ଏପ୍ରିଲ 1ରୁ ଆରମ୍ଭ ହେବ। 2002ରେ ହୋଇଥିବା SIRକୁ ଭିତ୍ତି କରି କାମ ଆଗେଇବ। 2025 ଭୋଟର ତାଲିକାରେ 3,41,00,000 ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରୁ 2002 ଭୋଟର ତାଲିକା ସହ ଡ୍ରେସିଂ କରାଯାଉଛି, ଯାହାକୁ ମ୍ୟାପିଂ ବୋଲି କୁହାଯାଉଛି। 80% କାମ ସରିଲାଣି। ଆମେ 95% କରିଦେବୁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ କହିଛନ୍ତି। SIR କରିବାର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା। ଯେଉଁମାନେ ଚାଲି ଯାଇଛନ୍ତି କିମ୍ବା ବାସସ୍ଥାନ ପରିବର୍ତ୍ତନ କରିଛନ୍ତି ସେମାନଙ୍କର ନାମ ଭୋଟର ତାଲିକାରୁ ବାଦ କରିବା ଏହାର ଲକ୍ଷ୍ୟ। ସାରା ରାଜ୍ୟରେ ଏକା ସାଙ୍ଗରେ SIR ହେବ।
ପ୍ରଥମେ ମ୍ୟାପିଂ ସରିବା ପରେ ସମସ୍ତଙ୍କୁ ଗୋଟେ ଗୋଟେ ଏମୁମରେନ୍ସ ଫର୍ମ ଦିଆଯିବ, ଯାହାକୁ ସେମାନେ ପୂରଣ କରି ଫଟୋ ଲଗାଇ ଆମକୁ ଦେବେ। 2025-26 ଭୋଟର ତାଲିକାରେ ଥିବା ବ୍ୟକ୍ତିଙ୍କୁ ଆମେ 2002 ତାରିଖ ସହ ଯାଞ୍ଚ କରିବୁ। ଯାହାର ଯାଞ୍ଚ ନ ହୋଇପାରିବ ତାଙ୍କୁ ଆମେ ଡକୁମେଣ୍ଟ ମାଗିବୁ। ଡକୁମେଣ୍ଟ ମିଳିବା ପରେ ତାଙ୍କୁ ଭୋଟର ତାଲିକାରେ ଯୋଡ଼ିବୁ କି ବାଦ୍ ଦେବୁ ତାହା ସ୍ଥିର କରିବୁ। ସବୁବେଳେ ଭୋଟର ତାଲିକାରେ ଯୋଡ଼ିବା ପ୍ରକ୍ରିୟା ସ୍ୱାଭାବିକ ଭାବେ ହେଉଛି। ହେଲେ କାଟିବା ସମୟରେ ଠିକ୍ ଭାବେ ଲୋକ କାଟୁନାହାନ୍ତି। କିଏ ମରିଗଲେ, ଝିଅ ବାହା ହୋଇ ଚାଲିଗଲେ, ଘର କିମ୍ବା ଚାକିରିରେ ବଦଳି ହେଲେ ଲୋକେ ଭୋଟର ତାଲିକାରୁ ନିଜ ନାମ କାଟୁନାହାନ୍ତି। ପ୍ରତିବର୍ଷ 4% ନୂଆ ଭୋଟର ଯୋଡ଼ୁଛନ୍ତି। 2% କଟିବା କଥା, ମାତ୍ର ତାହା ମଧ୍ୟ ଠିକ୍ ଭାବେ ହେଉନି। ଚିଠା ଭୋଟର ତାଲିକା ପ୍ରସ୍ତୁତ ହେବ। ଜଣେ ବି ଯୋଗ୍ୟ ଭୋଟର ବାଦ୍ ପଡ଼ିବେନି ବୋଲି ଶ୍ରୀ ଗୋପାଳନ କହିଛନ୍ତି। 44,200 କୋଟି ଟଙ୍କାର ପୁଞ୍ଜିନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। 8ଟି ଜିଲ୍ଲାରେ ହେବ 10ଟି ପ୍ରକଳ୍ପ। ପ୍ରାୟ 9,000 ନିଯୁକ୍ତି ସୃଷ୍ଟି ହେବ। ନବୀକରଣ ଶକ୍ତି ଏବଂ ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକ ଉପରେ ସରକାରଙ୍କ ଗୁରୁତ୍ୱ। ଖୋର୍ଦ୍ଧାରେ ହେବ ସେମିକଣ୍ଡକ୍ଟର ମେମୋରି ଚିପ୍ ପ୍ଲାଣ୍ଟ, ହାଇ ପରଫର୍ମାନ୍ସ ମ୍ୟାଗ୍ନେଟ୍ ଉତ୍ପାଦନ, ରେୟାର ଆର୍ଥ ପ୍ଲାଣ୍ଟ ପୁଞ୍ଜ ଆକର୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ 3 ସୂତ୍ରୀ ଆକ୍ସନ ପ୍ଲାନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ 44ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି ବୈଠକରେ ଆଜି 44,200 କୋଟି ଟଙ୍କାର 10ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ରାଜ୍ୟରେ 8ଟି ଜିଲ୍ଲାରେ ଏହି 10ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା ପ୍ରାୟ 9,000 ନିଯୁକ୍ତି ସୃଷ୍ଟି ହେବ। ଏହି ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼। ରେୟାର ଆର୍ଥ ମାନୁଫ୍ୟାକ୍ଚରିଂ, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋ କମ୍ପୋନେଣ୍ଟ, ଟେଲିକମ୍, ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବଗୁଡ଼ିକୁ ମଞ୍ଜୁର କରାଯାଇଛି। ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନୀ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ ଟେକ୍ନୋଲୋଜି ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି। 4,620 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ସେମିକଣ୍ଡକ୍ଟର ମେମୋରି ଚିପ୍ ମଡ୍ୟୁଲ ପ୍ଲାଣ୍ଟ ଏବଂ 1,050 କୋଟି ଟଙ୍କା ବିନିଯୋଗରେ ଏକ ଇଣ୍ଟିଗ୍ରେଟେଡ୍ ହାଇ ପରଫର୍ମାନ୍ସ ମ୍ୟାଗ୍ନେଟ୍ ମ୍ୟାନୁଫ୍ୟାକ୍ଚରିଂ ଫ୍ୟାସିଲିଟି ନିର୍ମାଣ ହେବ। ସେହିପରି ଢେଙ୍କାନାଳରେ 3,000 କୋଟି ଟଙ୍କା ବିନିଯୋଗରେ ଏକ ଅଟୋମୋଟିଭ୍, ଏରୋସ୍ପେସ୍ ଓ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ୍ ସ୍ଥାପନ କରିବ। କୋରାପୁଟରେ 2,000 କୋଟି ଟଙ୍କା ବିନିଯୋଗରେ ଏବଂ ମାଲକାନଗିରିରେ 2,000 କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ ପ୍ରସ୍ତୁତ ୟୁନିଟ୍ ପ୍ରତିଷ୍ଠା ହେବ। ନବୀକରଣୀୟ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ ନୟାଗଡ଼ରେ 9,731 କୋଟି, କୋରାପୁଟରେ 9,000 କୋଟି, କଳାହାଣ୍ଡିରେ 7,506.94 କୋଟି ଏବଂ ଦେବଗଡ଼ରେ 3,711.56 କୋଟି ଟଙ୍କା ବିନିଯୋଗ ହେବ। ପରବର୍ତ୍ତୀ ଖବର, ଯଦି ଆପଣ ଏକ ନୂତନ ରାସନ କାର୍ଡ଼ ବିଷୟରେ ଚିନ୍ତା କରୁଛନ୍ତି କିମ୍ବା ପୂର୍ବରୁ ଏକ ଅଛି, ତେବେ ସରକାର ଏପ୍ରିଲ 1, 2026ରୁ କିଛି କଠୋର ଏବଂ ବାଧ୍ୟତାମୂଳକ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମଗୁଡ଼ିକର ଲକ୍ଷ୍ୟ ହେଉଛି ରାସନ କାର୍ଡ଼ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ଏବଂ ପ୍ରକୃତରେ ଅଭାବୀ ଲୋକଙ୍କ ପାଖରେ ଲାଭ ପହଞ୍ଚିବା। ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ରାସନ କାର୍ଡ଼ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ 2026 ପାଇଁ ନୂତନ ନିୟମ ଜାରି କରିଛନ୍ତି। ଇ-କେୱାଇସି ବାଧ୍ୟତାମୂଳକ। ସରକାର ସ୍ପଷ୍ଟ କରିଛନ୍ତି ଯେ ରାସନ କାର୍ଡ଼ରେ ତାଲିକାଭୁକ୍ତ ପ୍ରତ୍ୟେକ ପରିବାର ସଦସ୍ୟଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ। ଫେବୃଆରୀ 28, 2026 ସୁଦ୍ଧା କେୱାଇସି ପୂରଣ କରିବାରେ ବିଫଳ ହେଲେ ମାର୍ଚ୍ଚ 1ରୁ ରାସନ ବନ୍ଦ ହୋଇପାରେ। ଆପଣ ଆପଣଙ୍କର ନିକଟତମ ରାସନ ଦୋକାନ ବା ପିଡିଏସ୍ ଦୋକାନ ପରିଦର୍ଶନ କରି ଏବଂ ଆପଣଙ୍କର ଆଙ୍ଗୁଠି ଚିହ୍ନ ବାୟୋମେଟ୍ରିକ୍ ପ୍ରଦାନ କରି କିମ୍ବା ମେରା ରାସନ ଆପ୍ ବ୍ୟବହାର କରି ଫେସ୍ ଅଥେଣ୍ଟିକେସନ୍ ଦ୍ୱାରା ଆପଣଙ୍କର କେୱାଇସି ପୂରଣ କରିପାରିବେ। ରେଜିଷ୍ଟ୍ରେସନ ପାଇଁ ଆୟ ସୀମା 1.20 ଲକ୍ଷ ଟଙ୍କା। ଦିଲ୍ଲୀ, ଓଡ଼ିଶା ଭଳି ଅନେକ ରାଜ୍ୟରେ ବାର୍ଷିକ ଆୟ ସୀମା ଏବେ 1 ଲକ୍ଷରୁ 1.20 ଲକ୍ଷକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ପରିବାରର କେବଳ ବୟସ୍କା ମହିଳାଙ୍କୁ 18 ବର୍ଷରୁ ଅଧିକ ବା ରାସନ କାର୍ଡ଼ର ମୁଖ୍ୟ ଭାବରେ ବିବେଚନା କରାଯିବ। ଯଦି କୌଣସି ମହିଳା ନାହାନ୍ତି, ତେବେ କେବଳ ଜଣେ ପୁରୁଷ ମୁଖ୍ୟ ହୋଇପାରିବେ। କେବଳ ଅନଲାଇନ୍ ପଞ୍ଜୀକରଣ ବୈଧ ହେବ। ଏବେ କୌଣସି କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ। ନୂତନ ରାସନ କାର୍ଡ଼ ପାଇଁ କେବଳ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ। ଆଧାର କାର୍ଡ଼ ସମସ୍ତ ସଦସ୍ୟଙ୍କ ପାଇଁ ଆୟ ପ୍ରମାଣପତ୍ର ରାଜସ୍ୱ ବିଭାଗ ଦ୍ୱାରା ଜାରି। ବିଦ୍ୟୁତ ବିଲ୍ କିମ୍ବା ବାସସ୍ଥାନ ପ୍ରମାଣପତ୍ର ଭଳି ଡକୁମେଣ୍ଟ ଆବଶ୍ୟକ ହେବ। ଅନଲାଇନ୍ ଆବେଦନ ପରେ ଖାଦ୍ୟ ଯୋଗାଣକାରୀ ଏଫ୍ଏସ୍ଓ ଯାଞ୍ଚ ପାଇଁ ଘରକୁ ଯିବେ, ଯାହାପରେ କାର୍ଡ଼ ଜାରି କରାଯିବ। ଥରେ 3 ମାସର ରାସନ ନୂତନ ବ୍ୟବସ୍ଥା। ନୂତନ 2026 ନିୟମରେ ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି ଯେ ଅନେକ ରାଜ୍ୟରେ ହିତାଧିକାରୀମାନଙ୍କୁ ଏବେ ଏକାଥରେ 3 ମାସର ରାସନ ପାଇବାର ବିକଳ୍ପ ଦିଆଯାଉଛି। ଏହା ଦୋକାନରେ ବାରମ୍ବାର ଧାଡ଼ିରେ ଠିଆ ହେବାର ଆବଶ୍ୟକତାକୁ ଦୂର କରିବ। ଏହି ଲୋକଙ୍କ ରାସନ କାର୍ଡ଼ ବାତିଲ ହୋଇପାରେ। ତ ଲିଷ୍ଟରେ
ଦେଖିନିଅନ୍ତୁ, ଯଦି ପରିବାର କୌଣସି ସଦସ୍ୟ ଆୟକର କିମ୍ବା ଇନକମ୍ ଟ୍ୟାକ୍ସ ଦେଉଥାନ୍ତି ତେବେ ଆପଣଙ୍କର ରାସନ କାର୍ଡ଼ ବାତିଲ ହୋଇଯିବ। ଯଦି ଆପଣଙ୍କର 4 ଚକିଆ ଯାନ ଅଛି ଟ୍ରାକ୍ଟର ବ୍ୟତୀତ, ଯଦି ଆପଣ ଗତ 3 ମାସ ମଧ୍ୟରେ ରାସନ ସଂଗ୍ରହ କରିନାହାନ୍ତି ତେବେ ସରକାର ଆପଣଙ୍କ ନାମକୁ ହଟାଇ ପାରନ୍ତି। ଯଦି ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଇଛି କିମ୍ବା ସେ ବିବାହ କରି ଅନ୍ୟ କୌଣସି ସ୍ଥାନକୁ ଚାଲି ଯାଇଛନ୍ତି ତେବେ ତାଲିକାରୁ ନାଁ କଟିଯିବ। ଯଦି ଆପଣଙ୍କ କାର୍ଡ଼ରେ କୌଣସି ସଦସ୍ୟଙ୍କ ନାମ ଭୁଲ ଅଛି କିମ୍ବା ଆଧାର ଲିଙ୍କ ହୋଇନାହିଁ ତେବେ ତୁରନ୍ତ ନିକଟସ୍ଥ ରିଟେଲର କିମ୍ବା ପଞ୍ଚାୟତ ଅଫିସକୁ ଯୋଗାଯୋଗ କରନ୍ତୁ। ପରବର୍ତ୍ତୀ ଖବର, ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ସ୍ମାର୍ଟଫୋନ ନିଶା ଏବଂ ମାନସିକ ସ୍ୱାସ୍ଥ୍ୟର ଅବନତିକୁ ଦୃଷ୍ଟିରେ ରଖି ଅନ୍ୟ ଦେଶଗୁଡ଼ିକ ପରି ଭାରତ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ଆନ୍ଧ୍ରପ୍ରଦେଶ ପରେ କର୍ଣ୍ଣାଟକ ସରକାର ଏବେ ପିଲାମାନଙ୍କୁ ସୋସିଆଲ ମିଡ଼ିଆ ମାୟାଜାଲରୁ ଦୂରେଇ ରଖିବା ପାଇଁ କଠୋର ପଦକ୍ଷେପ ନେବା ବିଷୟରେ ଚିନ୍ତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୂଚନା ଦେଇଛନ୍ତି ଯେ ରାଜ୍ୟରେ 16 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ମୋବାଇଲ ଫୋନ୍ ଏବଂ ସୋସିଆଲ ମିଡ଼ିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇପାରେ। ଅଷ୍ଟ୍ରେଲିଆର ନିଷ୍ପତ୍ତିକୁ ଅନୁକରଣ କରି ଭାରତ ମଧ୍ୟ ଯୋଜନା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଭାଷାରୁ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଏହି ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଉପକୁଳପତିମାନଙ୍କୁ ସେମାନଙ୍କ କ୍ୟାମ୍ପସରେ ନାବାଳକମାନଙ୍କ ମୋବାଇଲ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ କି ନାହିଁ ସେ ବିଷୟରେ ମତାମତ ମଗାଯାଇଛି। ପିଲାମାନେ ଡ୍ରଗ୍ସ ଓ ସୋସିଆଲ ମିଡ଼ିଆର ଶିକାର ହେଉଛନ୍ତି। ଅଷ୍ଟ୍ରେଲିଆ ଏବଂ ଅନେକ ୟୁରୋପୀୟ ଦେଶ ଭଳି ଆମକୁ ମଧ୍ୟ 16 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ମୋବାଇଲ ଫୋନ୍ ନିଷେଧ କରିବା ଉପରେ ବିଚାର କରୁଛୁ। ସେମାନଙ୍କୁ ପାଠପଢ଼ାରୁ ବିଚଳିତ କରାଯାଉଛି ଏବଂ ସେମାନଙ୍କର ସୋସିଆଲ ମିଡ଼ିଆ ନିଶା ସେମାନଙ୍କୁ ନଷ୍ଟ କରୁଛି। ସରକାରଙ୍କ ମତରେ ସ୍ମାର୍ଟଫୋନର ଅସୀମିତ ବ୍ୟବହାର କିଶୋରମାନଙ୍କ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ପିଲାଙ୍କର ଆଚରଣଗତ ପରିବର୍ତ୍ତନ, ଚାପ ବୃଦ୍ଧି ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହା ଏକାଗ୍ରତାର ଅଭାବ ଏବଂ ଦୁର୍ବଳ ଶିକ୍ଷାଗତ ପ୍ରଦର୍ଶନର କାରଣ ମଧ୍ୟ ପାଲଟିଛି। ଏହା ବ୍ୟତୀତ ପିଲାମାନେ ସୋସିଆଲ ମିଡ଼ିଆରେ ଭୁଲ ସୂଚନା, ଭ୍ରାମକ ବିଷୟବସ୍ତୁ ଏବଂ ନିଶାର ବଶବର୍ତ୍ତୀ ହେଉଛନ୍ତି। ବର୍ତ୍ତମାନ କୁଳପତି ଓ ଶିକ୍ଷାବିତ୍ଙ୍କ ସହ ଏନେଇ ଆଲୋଚନା ଚାଲିଛି। ଏହାକୁ ସ୍କୁଲ ଏବଂ କଲେଜରେ କିଭଳି ଲାଗୁ କରାଯିବ ତାକୁ ନେଇ ଯୋଜନା କରାଯିବ। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି ଅପେକ୍ଷାରେ ଥିବା ଲକ୍ଷ ଲକ୍ଷ କୋଟି ଚାଷୀ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଗତଥର 21ତମ କିସ୍ତି ସହିତ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲକ୍ଷ ଲକ୍ଷ ଚାଷୀଙ୍କ କିସ୍ତି ଅଟକି ଯାଇଥିଲା। ଏଥର ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇପାରେ। ଯଦି ଆପଣ ଜଣେ ଚାଷୀ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ଉପକୃତ ହେଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। 22ତମ କିସ୍ତି ପାଇଁ ଅପେକ୍ଷା କରିବା ସମୟରେ ଆସନ୍ତୁ କେଉଁ ଚାଷୀମାନେ 2000 ଟଙ୍କା ପାଇବେ ନାହିଁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ 22ତମ କିସ୍ତି କିଏ ପାଇବେ ନାହିଁ? ପ୍ରଧାନମନ୍ତ୍ରୀ କିଷାନ ଯୋଜନା କେବଳ ସେହି ଚାଷୀମାନଙ୍କୁ ଲାଭ ପ୍ରଦାନ କରେ ଯେଉଁମାନଙ୍କ ପାଖରେ ଜମି ଅଛି। ଯଦି ଆପଣଙ୍କର ଜମି ନାହିଁ ଏବଂ ଆପଣ ଅନ୍ୟ କାହାର ଜମିରେ ଚାଷ କରନ୍ତି ତେବେ ଆପଣ ଯୋଗ୍ୟ ହେବେ ନାହିଁ। ଏହାର ଅର୍ଥ ହେଉଛି ଏହି ଯୋଜନାର ଲାଭ ପାଇବା ପାଇଁ ଆପଣ ଜମି ମାଲିକ ହେବା ଆବଶ୍ୟକ। ଏହା ସହିତ ଯଦି ଆପଣ ଏହି ଯୋଜନା ଅଧୀନରେ ଲାଭ ପାଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଇ-କେୱାଇସି ପୂରଣ କରିନାହାନ୍ତି ତେବେ ଆପଣଙ୍କର କିସ୍ତି ବିଳମ୍ବିତ ହୋଇପାରେ। ଯଦି ଆପଣ 22ତମ କିସ୍ତିରୁ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଯଥାଶୀଘ୍ର ଆପଣଙ୍କର ଇ-କେୱାଇସି ଅପଡେଟ୍ କରନ୍ତୁ। ଆପଣ କିଷାନ ପୋର୍ଟାଲ କିମ୍ବା PM କିଷାନ ଆପ୍ ମାଧ୍ୟମରେ OTP ଆଧାରିତ ଇ-କେୱାଇସି ନିଜେ ପୂରଣ କରିପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କର ଆଧାର କାର୍ଡ଼ ସହିତ ଲିଙ୍କ ହୋଇନାହିଁ ତେବେ ଆପଣଙ୍କର କିସ୍ତି ପେମେଣ୍ଟ ବିଳମ୍ବ ହୋଇପାରେ। ତେଣୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କର ଆଧାର କାର୍ଡ଼ ସହିତ ଲିଙ୍କ ହେବା ଜରୁରୀ। ଏହା ବ୍ୟତୀତ ଯଦି ଆପଣ ଜଣେ ନୂତନ ଚାଷୀ ଏବଂ PM କିଷାନ ଯୋଜନାରେ ପଞ୍ଜୀକରଣ କରୁଛନ୍ତି ତେବେ ଏକ ଚାଷୀ ପରିଚୟ ପତ୍ର ବା ଫାର୍ମର ଆଇଡି ନିହାତି ଆବଶ୍ୟକ। ଆପଣ ବିନା ଫାର୍ମର ଆଇଡି ବିନା ଏହି ସୁବିଧା ପାଇପାରିବେ ନାହିଁ। କେନ୍ଦ୍ର ସରକାର ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ PM କିଷାନ ଯୋଜନାରେ ଯୋଗଦାନ କରୁଥିବା ନୂତନ ଚାଷୀଙ୍କ ପାଇଁ ଚାଷୀ ପରିଚୟ ପତ୍ର ବା ଫାର୍ମର ଆଇଡି ବାଧ୍ୟତାମୂଳକ କରିଛନ୍ତି। PM କିଷାନ ଯୋଜନାର 22ତମ କିସ୍ତି କେବେ ଆସିବ? PM କିଷାନ ଯୋଜନାର 22ତମ କିସ୍ତି ସମ୍ପର୍କରେ ସରକାରଙ୍କ ଦ୍ୱାରା କୌଣସି ସରକାରୀ ଘୋଷଣା କରାଯାଇନାହିଁ। ତଥାପି ଅନେକ ଗଣମାଧ୍ୟମ ରିପୋର୍ଟ ଅନୁମାନ କରୁଛି ଯେ ସରକାର ହୋଲି ପୂର୍ବରୁ PM କିଷାନ ଯୋଜନାର 22ତମ କିସ୍ତି ପଠାଇ ପାରନ୍ତି। ଏହାର ଅର୍ଥ ହେଉଛି ମାର୍ଚ୍ଚ 4 ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ 2000 ଟଙ୍କା ଲେଖାଏଁ ଜମା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ମାଟ୍ରିକ ପ୍ରଥମ ଦିନ ଓଡ଼ିଆ ପରୀକ୍ଷାରେ 12,000ରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ଗତକାଲି ଦ୍ୱିତୀୟ ଦିନ ଇଂରାଜୀ ବିଷୟରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା 13,000 ଟପିଛି। ଅନ୍ୟପକ୍ଷରେ ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଇଂରାଜୀ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରୁ 3 ଜଣ ଓ ନୂଆପଡ଼ାରୁ ଜଣେ ଏପରି ରାଜ୍ୟରେ ମୋଟ 6 ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ି
ମାଲ୍ ପ୍ରାକ୍ଟିସ୍ ଅଭିଯୋଗରେ ବୁକ୍ ବା ଏମ୍ପି ହୋଇଥିବା ସୂଚନା ମିଳିଛି। ତେବେ କପି ଅଭିଯୁକ୍ତଙ୍କ ସଂଖ୍ୟା ଏତେ କମ୍ ରହିବା ସମ୍ପର୍କରେ ବୋର୍ଡର ସୂଚନା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କୋଭିଡ୍ ସମୟକୁ ଛାଡ଼ିଦେଲେ ମାଟ୍ରିକ ପରୀକ୍ଷା ଇତିହାସରେ ଏତେ କମ୍ କପି ଅଭିଯୁକ୍ତ ବୁକ୍ ହେବା କେବେ ଘଟିନଥିଲା। ଓଡ଼ିଆରେ ଜଣେ ହେଲେ ବି ପରୀକ୍ଷାର୍ଥୀ କୌଣସି ପରୀକ୍ଷା କେନ୍ଦ୍ରରେ ଏମ୍ପି ନ ହେବା ସମ୍ଭବ ନୁହେଁ ବୋଲି ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ବୋର୍ଡର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି। ଗତ ବର୍ଷ ଆର୍ଟିଫିସିଆଲି ଇଣ୍ଟେଲିଜେନ୍ସ ବା AI କ୍ୟାମେରା ବ୍ୟବହାର ସତ୍ତ୍ୱେ ଇଂରାଜୀରେ ଅଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ଏମ୍ପି ହୋଇଥିଲେ। ଚଳିତ ବର୍ଷ କମ୍ ଏମ୍ପି ସଂଖ୍ୟା ସନ୍ଦେହ ସୃଷ୍ଟି କରୁଛି। ରାଜ୍ୟରେ 3082 ଯାକ କେନ୍ଦ୍ରରୁ ପରୀକ୍ଷା ସମୟରେ ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରିଥିଲେ ହେଁ ଅଦ୍ୟାବଧି ସମସ୍ତେ ସେଣ୍ଟରରେ ଏହା କାର୍ଯ୍ୟକାରୀ ହୋଇପାରି ନଥିବା ଖବର ମିଳିଛି। କେତେକ ପରୀକ୍ଷା କେନ୍ଦ୍ର ବୋର୍ଡକୁ ଚକମା ଦେଇଥିବା ସୂଚନା ମିଳିଛି। ପରୀକ୍ଷାର୍ଥୀମାନେ ଗେଟ୍ ଭିତରକୁ ସକାଳ 7:30 ପ୍ରବେଶ କରିବାଠୁ ପରୀକ୍ଷା ଶେଷ ପରେ ଉତ୍ତର ଖାତା ସିଲ୍ ହୋଇ ନୋଡାଲ ଅଫ୍ ସେଣ୍ଟରରେ ଆସିବା ପର୍ଯ୍ୟନ୍ତ ସିଧା ପ୍ରସାରଣ ଲାଗି ବ୍ୟବସ୍ଥା ରହିଛି। ମାତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସିଧା ପ୍ରସାରଣରୁ ଦୂରେଇ ରଖିବା ପାଇଁ ବିଜୁଳି କାଟ, ଇଣ୍ଟରନେଟ୍ ସମସ୍ୟା ଆଦି ଆଳ ଦେଖାଇ ବୋର୍ଡକୁ ଭୁଆଁ ବୁଲାଉଛନ୍ତି କେତେକ କେନ୍ଦ୍ର। ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍ରେ ବୈଷୟିକ ଅନୁଧ୍ୟାନ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାର ଅଧିକାରୀ ଏବଂ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଏସବୁ ଜାଣୁଥିଲେ ମଧ୍ୟ ଉପାୟ ଶୂନ୍ୟ ହେଉଛନ୍ତି। ପରୀକ୍ଷା ସମୟରେ ଆଜି କେତେକ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ହୋଇପାରି ନଥିବା ଜଣାଯାଇଛି, ଯାହାକି ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ପରବର୍ତ୍ତୀ ଖବର, ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଫେବୃଆରୀ 23 ଠାରୁ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସକ୍ରିୟ ଥିବା ସଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତନରୁ ପ୍ରାୟ 5.8 କିମି ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ଆସନ୍ତା 48 ଘଣ୍ଟାରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି 8 ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ। ସେହିପରି 24 ତାରିଖ ପାଇଁ ଯାଜପୁର, କଟକ, ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଝଟକା ପବନ 30ରୁ 40 ରହିବା ସମ୍ଭାବନା। ଏପଟେ ଗତ 24 ଘଣ୍ଟାରେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 35.5 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ହେଲେ ଭୁବନେଶ୍ୱରରେ 35.4 ଓ ଭବାନୀପାଟଣାରେ 35 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ବର୍ତ୍ତମାନ ଓଡ଼ିଶାର କେତେକ ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ରହିଥିବା ବେଳେ ରାତି ତାପମାତ୍ରା ପ୍ରାୟ 2ରୁ 3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ପରବର୍ତ୍ତୀ ଖବର, ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ୱେଷ୍ଟର୍ଣ୍ଣ ରେଳବାଇ 5000ରୁ ଅଧିକ ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ rrcwr.com ପରିଦର୍ଶନ କରି ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 23 ମାର୍ଚ୍ଚ 2024। ଆଗ୍ରହୀ ପ୍ରାର୍ଥୀମାନେ ଏହି ତାରିଖ ସୁଦ୍ଧା କିମ୍ବା ପୂର୍ବରୁ ଆବେଦନ କରିବା ଉଚିତ। କିନ୍ତୁ ଆପଣ କ'ଣ ଚୟନ ପ୍ରକ୍ରିୟା ଜାଣନ୍ତି? ଯଦି ନୁହେଁ ତେବେ କୌଣସି ଅସୁବିଧା ନାହିଁ। ଆଜି ଆମେ ଏହି ଖବର ମାଧ୍ୟମରେ ଆପଣଙ୍କୁ ଏହା ବିଷୟରେ କହିବୁ। ଚୟନ ପ୍ରକ୍ରିୟା କ'ଣ? ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ଏକ ମେରିଟ୍ ଲିଷ୍ଟ ଆଧାରରେ ଚୟନ କରାଯିବ, ଯାହା ମାଟ୍ରିକରେ ସର୍ବନିମ୍ନ 50% ସାମଗ୍ରିକ ମାର୍କ ସହିତ ଏବଂ ITI ପରୀକ୍ଷାରେ ପ୍ରାପ୍ତ ମାର୍କର ପ୍ରତିଶତକୁ ହାରାହାରି କରି ପ୍ରସ୍ତୁତ କରାଯିବ। ଉଭୟକୁ ସମାନ ଗୁରୁତ୍ୱ ଦିଆଯିବ। ଅର୍ଥାତ୍ ଏହି ଚାକିରି ପାଇଁ 10ମ ପାସ୍ ପିଲା ମଧ୍ୟ ଆପ୍ଲାଏ କରିପାରିବେ। ଖାଲି ସ୍ଥାନର ବିବରଣୀ, ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ 5349 ଶିକ୍ଷାର୍ଥୀ ପଦବୀ ପୂରଣ କରାଯିବ। ଆବେଦନ ଫି, ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା SC, ST, PWD ମହିଳା ପ୍ରାର୍ଥୀମାନଙ୍କୁ ଦେୟରୁ ମୁକ୍ତ କରାଯାଇଛି। ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ 100 ଟଙ୍କା ଆବେଦନ ଫି ଦେବାକୁ ପଡ଼ିବ। ସ୍କ୍ରିନରେ ଅନୁରୋଧ କରାଯାଇଥିବା ସୂଚନା ପ୍ରଦାନ କରି ଡେବିଟ୍ କାର୍ଡ଼, କ୍ରେଡ଼ିଟ୍ କାର୍ଡ଼, UPI, ଇଣ୍ଟରନେଟ୍ ବ୍ୟାଙ୍କିଂ ଇତ୍ୟାଦି ବ୍ୟବହାର କରି ଦେୟ କରାଯାଇପାରିବ। ଅନଲାଇନ୍ ପେମେଣ୍ଟ ପାଇଁ ଯେକୌଣସି କାରବାର ଶୁଳ୍କ ଆବେଦନକାରୀ ବହନ କରିବେ। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ପଶ୍ଚିମ ରେଳବାଇ ସରକାରୀ ୱେବସାଇଟରୁ ଭିଜିଟ୍ କରନ୍ତୁ। ପରବର୍ତ୍ତୀ ଖବର, ଇଂଲଣ୍ଡ ଶ୍ରୀଲଙ୍କାକୁ 51 ରନରେ ପରାସ୍ତ କରି ଚକିତ କରିଦେଇଛି। ଜୋଫ୍ରା ଆର୍ଚର ଏବଂ ୱିଲ୍ ଜ୍ୟାକ୍ସ ତାଙ୍କ ବୋଲିଂରେ ବିପର୍ଯ୍ୟୟ ଘଟାଇ ଶ୍ରୀଲଙ୍କା ବ୍ୟାଟରଙ୍କୁ ଚକମା ଦେଇଛନ୍ତି। ଅଧିନାୟକ ଦାଶୁନ ସାନାକା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ କିନ୍ତୁ ପରାଜୟକୁ ଏଡ଼ାଇ ପାରିନାହାନ୍ତି। ପାର୍ଲେକଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 146 ରନ୍ କରିଥିଲା।
ଜବାବରେ ଶ୍ରୀଲଙ୍କା ଦଳ ସମ୍ପୂର୍ଣ୍ଣ 20 ଓଭର ପୂରଣ କରିବାରେ ବିଫଳ ହୋଇଥିଲା ଏବଂ 95 ରନରେ ଅଲ୍ ଆଉଟ୍ ହୋଇଛି। ଟସ୍ ଜିତିବା ପରେ ଶ୍ରୀଲଙ୍କାରେ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହେଲା। ଶ୍ରୀଲଙ୍କା ହେଉ କି ଇଂଲଣ୍ଡ ବୋଲରମାନେ ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ, ଫଳରେ ଉଭୟ ଇନିଂସରେ ମୋଟ 19 ୱିକେଟ୍ ପତନ ଘଟିଥିଲା। ପ୍ରାରମ୍ଭରେ ୱିଲ୍ ଜାକ୍ସ ଏବଂ ଜୋଫ୍ରା ଆର୍ଚର ଶ୍ରୀଲଙ୍କାର ବ୍ୟାଟରଙ୍କୁ ଘାଇଲା କରିଥିଲେ। ଇଂଲଣ୍ଡ ପାଇଁ ଏହି ସୁପର 8 ବିଜୟ କୌଣସି ଚମତ୍କାର ଠାରୁ କମ୍ ନୁହେଁ। ଘରୋଇ ଦଳ ପରିସ୍ଥିତିକୁ ଭଲ ଭାବରେ ଜାଣିଥିଲେ ସୁଦ୍ଧା ବଡ଼ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ କେବଳ 146 ରନ୍ କରିପାରିଥିଲା। ସବୁକିଛି ଇଂରାଜୀ ଦଳ ବିପକ୍ଷରେ ଯାଉଥିବା ପରି ମନେ ହେଉଥିଲା, କିନ୍ତୁ ଯେତେବେଳେ ବୋଲିଂ କଥା ଆସିଲା ସେତେବେଳେ ଇଂଲଣ୍ଡ ପ୍ରମାଣ କରିଥିଲା ନିଜର ଦକ୍ଷତା। ଜୋଫ୍ରା ଆର୍ଚର ଏବଂ ୱିଲ୍ ଜାକ୍ସଙ୍କ ପ୍ରାରମ୍ଭିକ ସେଲ୍ଫ ଏତେ ବିଧ୍ୱଂସକାରୀ ଥିଲା ଯେ ଶ୍ରୀଲଙ୍କା ମାତ୍ର 34 ରନରେ 5 ୱିକେଟ୍ ହରାଇ ଦେଇଥିଲା। ଅଧିନାୟକ ଦାସୁନ ସାନାକା ଲଢ଼େଇ ଜାରି ରଖିଥିଲେ। 24 ବଲରୁ ଲଢ଼ୁଆ 30 ରନ୍ କରିଥିଲେ, କିନ୍ତୁ ତାଙ୍କ ଦଳକୁ ବିଜୟୀ କରାଇପାରିଲେ ନାହିଁ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର 2ଟି ୱିକେଟ୍ ନେଇଥିଲେ। ୱିଲ୍ ଜାକ୍ସ 3ଟି ୱିକେଟ୍ ନେଇ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ଆଦିଲ ରସିଦ୍ ଏବଂ ଲିଆମ୍ ଡସନ୍ ମଧ୍ୟ 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜେମି ଓଭର୍ଟନ୍ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ।